पंचम अध्याय दामोदर दास संवाद। मन बइले चैतन कहिले पूर्वर वचन, कलिजुगर भक्तिवाणी कृतार्थ हेली ताहा शुणी। जेसने क्षुधा तुर जन पाइले दुर्लभ भोजन, अळपे नतुसई मन तेसने हेला मो जीवन। आहुरी केते ही परी कलिजुगरे गले तरी, समस्त कह मोर पास महृदु कल्मष विनाश। चैतन्य बोले ताहा शुणी, शुण हे मनुरूपमणि। कांची नगरे तार बास नाम ता दामोदर दास। जातिरे अटई ब्राह्मण पत्नी सहित निजण। पुत्र दुहिता तार नाही, भिक्षा मागिण से बंचई। अति दरिद्रता जीवन नाही ता बाड़ी वृत्तिमान। संसारे जेते देहधारी ताठारु नथिबे भिकारी। प्रभातु स्नान सारई द्वादश तिलक घेनई। मुंडे तुलसी दल भरी तुंडे बोलई नरहरी। भिक्षार अर्थ से नगरे बुली मागई द्वारे द्वारे। हेमंत बुले 10 दिसे दिवस शेषे घरे आसे। जा किछि ताकु मिली थाई प्राण पोषई ताहा खाई। किय बा दैव जुगरे अतिथि मागिले दुआरे। अधेक खाई अधे दियंती चिंता न थाए तांक मती। किय बा दुर्भिक्ष भिकारी आसी मिलिले 5 4। समस्त देई तांक पासे आपे रहंती उपवासे। हेमंत बंचुथाई दिन करिण गोविंद भजन। सकल जीव दया हृद न शुणे पर अपवाद। निरते प्राणीक मंगल बांछा करिण बंचे काल। हेमंते केते काल गला ता कीर्ति जगते पड़िला। जानिले प्रभु चक्रधर भिड़िबा पाई सत्यतार। तक्षणे प्रभु पीतवास मायारे हेले जुगी वेश। सर्वांगे विभूति भूषण कंठे रुद्राक्ष माल मान। मस्तके शुभे जटा भार कर्णरे तंबार कुंडल। तंबा छड़िए धरी करे चालंती अति धीरे धीरे। अति दुर्बल वृद्ध देही चाली जीवाकु शक्ति नाही। हेमंत बेशे दामोदर मिलिले दासंक मंदिर। तेणे से दास बुली देश आसीछि हईन निराश। काहि न पाई भिक्षा किछि उपवासरे शुई अछि।
ସ୍ୱାମୀ ଭାରିଜା ଦୁଇ ଜଣ କ୍ଷୁଧାରେ ବିକଳ ହଇଣ। ଚିନ୍ତି ଶ୍ରୀ ହରି ପାଦ ଦୁଇ ନେତ୍ରୁଲୁତକ ଧାରା ବହି। ଭୋ ପ୍ରଭୁ ଦୀନ ଜନ ବନ୍ଧୁ ନାମ କରୁଣାମୟ ସିନ୍ଧୁ। ଅରକ୍ଷ ରକ୍ଷଣ ତବାନା ଭୃତ୍ୟ ଦୁରିତ ବଜ୍ର ସେହ୍ନା। ଦୁର୍ଜନ ମଣ୍ଡୁକର ଫଣି ଜଗତ ଜନ ଚିନ୍ତାମଣି। ଗର୍ବିତ କରିର କେଶରୀ ସକଳ ଯିବେ ଅଧିକାରୀ। ତେଣୁ ଶରଣ ଗଲି ତତେ ଆତଙ୍କୁ ରକ୍ଷା କର ମତେ। ଏଡ଼େ ନିଷ୍ଠୁର ସମୟରେ ଯେବେ ଅତିଥି ମୋର ଦ୍ୱାରେ। ଆସିନ ହୋଇବେ ପ୍ରବେଶ ତାହାଙ୍କୁ ଦେବି ମୁହିଁ କିସ। ଏମନ୍ତ ବୋଲି ଚିନ୍ତା କରି ଦ୍ୱାରେ ଡାକିଲେ ନର ହରି। ବୋଲଇ କେହୁ ଅଛ ଘରେ ଆମ୍ଭେ ଅତିଥି ତ ଦୁଆରେ। ଶୁଣିନ ଦାମୋଦର ଦାସ ମିଳିଲା ମହାଯୋଗୀ ପାଶ। ପ୍ରଭୁଙ୍କୁ କରି ନମସ୍କାର ବଇଲେ ଦ୍ୱିଜ ଦାମୋଦର। ଭୂସ୍ୱାମୀ କିମ୍ପାଇଁ ଆଗତ ମିଥ୍ୟା ନ କହି କହ ସତ। ଶୁଣିବ ଲନ୍ତି ଚକ୍ରଧର କିରତି ଶୁଣିଲୁ ତହର। ଆସିଲୁ ଭୋଜନ ନିମନ୍ତେ ଦେବକି ନାହିଁ କହ ମତେ। ତା ଶୁଣି ଦାମୋଦର ଦାସ ବଇଲେ ଦଣ୍ଡେ ମାତ୍ର ବସ। ଅତିଥି ବସାଇ ଚଳିଲେ ପତ୍ନୀର ପାରୁଷେ ମିଳିଲେ। ବଇଲେ ଶୁଣ ଶୀଘ୍ର ସହି ଅତିଥି ଭୋଜନ ମାଗଇ। ଏଥକୁ କହ କି ବିଚାର ତା ଶୁଣି କହେ ପତ୍ନୀ ତାର। ଭୂସ୍ୱାମୀ ମତେ କି ପଚାର ତତେ କି ଅଛଇ ଉବାର। ଘର ବିକିଲେ ସବୁ ତର ନୁହିବ ପଣେ କଉଡ଼ିର। ବସ୍ତ୍ର ଗୋଟିଏ ଥିଲେ ଘରେ ବିକ୍ରୟ କରନ୍ତି କାହାରେ। ଆଉ କି ଅଛି ତୁମ୍ଭ ଘରେ ଭୂସ୍ୱାମୀ କହ ମୋ ଆଗରେ। ପତ୍ନୀର ମୁଖୁ ଏହା ଶୁଣି ବେନି ନୟନୁ ବହେ ପାଣି। ଦ୍ୱାରୁ ଅତିଥି ଲେଉଟିବ ଏ ପାପୀ ଜୀବ କିମ୍ପା ଥିବ। ସ୍ୱାମୀର ମୁଖୁ ଏ ବଚନ ଶୁଣିନ ଯୁବତୀ ରତନ। ଅତି ଆରତେ ସେ ତରୁଣୀ ଚିନ୍ତିଲା ପ୍ରଭୁ ଚକ୍ରପାଣି। ଆତଙ୍କ ଫେଡ଼ ହେ ଆମ୍ଭର ଭୁଲି ଚିନ୍ତିଲା ଚକ୍ରଧର। ଭୂସ୍ୱାମୀ ନୁହ ହେ ଆରତ ଆମ୍ଭର ପ୍ରଭୁ ଜଗନ୍ନାଥ। ଅବଶ୍ୟ ମିଳିବ ଭୋଜନ ଏବେ ମହଠାରୁ ଶୁଣ। ନାପିତ ଗୃହେ ଯାଇ କରି ବହନ ଆଣ ହେ କତୁରୀ। ତା ଶୁଣି ଦାମୋଦର ଦାସ ମନରେ ହଇଣ ହରଷ। ନାପିତ ଦ୍ୱାରେ ବେଗେ ଗଲେ କତୁରୀ ବହନ ଆଣିଲେ। ଦେଲା ତା ପତ୍ନୀର ହସ୍ତର ବଇଲା କି କରିବୁ କର।
ଯୁବତୀ ହସ ହସ ବଇଲା ଦେଖ ମୋର କେଶ। ଅର୍ଦ୍ଧେକ ପକାଅ କତୁରୀ ବସିନ ବଳିବା ଚଉରୀ। ସତ୍ୱରେ ନେଇ ବିକି ଆଣ ସେବିବା ଅତିଥି ଚରଣ। ଶୁଣି ଆନନ୍ଦ ହେଲେ ଦାସେ ପତ୍ନୀ କି ବସାଇ ନ ପାଶେ। ଚାରି ଦିଗରୁ କେଶ ଥୋଇ ମଧୁ ଧରିଲେ ମୁଠିଆଇ। ସମୂଳେ କରିଣ କତୁରୀ ବସିନ ବଳିଲେ ଚଉରୀ। ତକ୍ଷଣେ ଗ୍ରାମକୁ ଯାଇଣ ବିକି ଆଣିଲେ 5 ଜଣ। ସରୁ ଚାଉଳ ମୁଗ ଯାଇ ଘୃତନ ଭାତ ଦୁଧ ଦହି। ନାନାଦି ଦ୍ରବ୍ୟ ବିକି ଆଣି ରନ୍ଧନ କଲା କତରୁଣୀ। ଡାକି ଆଣିଲେ ନାରାୟଣ ଆନନ୍ଦେ ଧୋଇଲେ ଚରଣ। ପ୍ରଭୁଙ୍କ ପାଦ ପଦ୍ମ ବାରି ସୁଖେ ସେବିଲେ ନର ନାରୀ। ଥୁକାଏ ମସ୍ତକେ ସିଞ୍ଚିଲେ ମହାନନ୍ଦେ ଦୁହେଁ ଗଲେ। ଦେଖ ଭାଗ୍ୟ ତାହାଙ୍କର ଯାହା ନ ପାଏ ବେଦବର। 84 କାଠି ଗଙ୍ଗା ଜଳ ଥୋଇ ନ ଥିଲା କମଣ୍ଡଳ। ଯେବଣ ଚରଣେ ଢାଳିଲା କିଞ୍ଚିତ ମାତ୍ର ନ ପାଇଲା। ଭାବକୁ ନିକଟ ଗୋସାଇଁ ଅଭାବ ଲୁକେ ଭେଟ ନାହିଁ। ପିଢ଼ା ଖଣ୍ଡିଏ ରଖିଦେଲେ ତହିଁ ଅତିଥି ବସାଇଲେ। ଆପଣେ ଦାସ ପତ୍ନୀ ଗଲେ ଅନ୍ନ ବ୍ୟଞ୍ଜନ ପରସିଲେ। ଗୋବିନ୍ଦ ଭୁଞ୍ଜିଲେ ହରଷେ ବଇଲେ ଶୁଣ ଆହେ ଦାସେ। ଆଉ କି ଅନ୍ନ କିଛି ଅଛି ତା ଶୁଣି ଗଲା ସେ ମୃଗାକ୍ଷୀ। ବାକି ଯେତେକ ଅନ୍ନ ଥିଲା ପ୍ରଭୁଙ୍କୁ ପତ୍ରେ ପରସିଲା। ଭୁଞ୍ଜି ଉଠିଲେ ଭାବଗ୍ରାହୀ ବସିଲେ କଷା ଫଳ ଖାଇ। ଦୁହେଁ ଅଛନ୍ତି ଉପବାସ କେ କହୁ ତାହାଙ୍କ ହରଷ। ପ୍ରଭୁ ବିଚାରୁଛନ୍ତି ମନ ଧନ୍ୟ ଏ ଦୁହିଁଙ୍କ ଜୀବନ। ଭଙ୍ଗା କୁଡ଼ିଆ ଅଛି ରହି ଲେଙ୍କଡ଼ା କନା ଠାରୁ ନାହିଁ। ବଇଲେ ଅନ୍ନ ନାହିଁ କିଛି ଆପଣେ ଉପବାସ ଅଛି। କେଶ କାଟି ନ ମତେ ଦେଲେ ଆନକେ ଲକ୍ଷ୍ୟ ଏହା ତୁଲେ। ହେମନ୍ତ ବୋଲି ନାରାୟଣ ଦାସକୁ ପାଶକୁ ରାଇଣ। ଦେଖ ହେ ରଜନୀ ଆଗତ ଚାଲି ନ ପାରେ ହେ ଭକତ। ଏଉଳି ଅନ୍ନ ମତେ ଦେବୁ ପ୍ରଭାତେ ଆମ୍ଭେ ଚଳି ଯିବୁ। ତା ଶୁଣି ଦାମୋଦର ଦାସ କହିଲେ ନିଜ ନାରୀ ପାଶ। ଆଜ ତ ଅତିଥି ରହିଲେ ଚାଲିବା ଶକ୍ତି ନାହିଁ ବୋଲେ। ଶୁଣି ଯୁବତୀ କହେ ଧୀର କିମ୍ପାଇଁ ଚିନ୍ତା ହ ଆମ୍ଭର। ବାକି ଯେତେକ କେଶ ଅଛି ସେସବୁ କାଟି ନିଅ ପୁଛି। ସ୍ୱାମୀ ତା ଶୁଣିନ ଆନନ୍ଦ ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର। ଯେତେକ କେଶ ବାକି ଥିଲା ସବୁ କତୁରୀ ପକାଇଲା। ନାରୀ ତାହାର ଲଣ୍ଡା ମୁଣ୍ଡ
ବାନ୍ଧିଲା ଛିଣ୍ଡା କନା ଖଣ୍ଡେ ସ୍ୱାମୀ ଭାରିଜା ବସି କରି ଆନନ୍ଦେ ବଳିଲେ ଚଉରି ପୁଣି ବିକିଲେ 5 ଜଣ ନାନାଦି ପଦାର୍ଥ କିଣିନ ରାତ୍ରେ ରାନ୍ଧଣା ତାହା କଲେ ସବୁ ଗୋବିନ୍ଦେ ସମର୍ପିଲେ କୃଷ୍ଣ ସମସ୍ତ ଦେଲେ ଖାଇ କାହାରି ଠାରେ ଦୟା ନାହିଁ ଭୋଜନ ସାରି ଭାବଗ୍ରାହୀ ତୃଣ ଗୋଟିଏ ପାରି ଶୋଇ ଯାର ଆସନ ନାଗରାଜ ଆବର ବିନତାତ୍ମଜ ମୁନିଙ୍କ ହୃଦୟ କମଳ ରୁଦ୍ର ଦେବତା ବକ୍ଷସ୍ଥଳ ସେ ପୁଣି ଭକତ ଭାବରେ ଶୋଇଲେ ତୃଣ ଶଯ୍ୟା ପରେ ଏହି ସମୟେ ଦାସ ଗଲେ ପ୍ରଭୁଙ୍କ ଚରଣ ଚାପିଲେ ଚିରାପଣ ତକରେ ଧରି ହରିଙ୍କି ବିଞ୍ଚିଲେ ସୁନ୍ଦରୀ ବୈକୁଣ୍ଠ ସୁଖ ପ୍ରାୟ ମଣି ଭାବେ ଶୋଇଲେ ଚକ୍ରପାଣି ପ୍ରଭୁଙ୍କ ନିଦ୍ରା ଯିବା ଜାଣି ସ୍ୱାମୀ କି ବଇଲେ ତରୁଣୀ ଅତ୍ୟନ୍ତ ବୃଦ୍ଧ ଅତିଥ କେମନ୍ତ ଚାଲିବେଟି ପଥ ତୁମ୍ଭେ ପ୍ରଭାତୁ ମାଗି ଯିବ ଯେ ଆମ୍ଭ ଭାଗ୍ୟରେ ମିଳିବ ତାହା ଏହାଙ୍କୁ ସମର୍ପିବା ଆମ୍ଭେ ପଛକେ ଭୁକେ ଥିବା ଦାସେ ବଇଲେ ହେଉ ହେଉ ତାହା ଜାଣିଲେ ମହାବାହୁ ଦୁହିଁଙ୍କ ଭାବ ଦେଖି ଭୋଳା ହେଲେ ସେ ଶ୍ଵେତ ପଦ୍ମ ଡୋଳା ଅଧିକ ନ ପାରିଲେ ସହି ଦୁହିଁକି ନିଦ୍ରା ଗତେ ମୋହି ଏହି ସମୟେ ଭାବଗ୍ରାହୀ ଉଠିଲେ ଅତି ବେଗ ହୋଇ ସେ ପତି ପତ୍ନୀ ଜାଣ ଦୁଇ ଚରଣ ତଳେ ଥିଲେ ଶୋଇ ଟାଙ୍ଗର ମୁଣ୍ଡେ ହସ୍ତ ଦେଲେ କେଶତ କଳୁ ବଇଲେ ନାନା ରତନ ଅଳଙ୍କାରେ ପୁରୁତ ସର୍ବାଙ୍ଗ ଯାକରେ ଷୋଡ଼ଶୀ ତନୁ ତର ହେଉ ଘରେ ତ ଧନ ପୁରି ଯାଉ ଜୀବନ୍ତେ ସୁଖୀ ହୋଇଥାଅ ଅନ୍ତେ ବୈକୁଣ୍ଠ ଗତି ପାଅ ହେମନ୍ତେ ଆଜ୍ଞା ତାକୁ ଦେଲେ ଶ୍ରୀହରି ଅନ୍ତର୍ଧ୍ୟାନ ହେଲେ ଏଥି ଉତାରୁ ନିଶି ଶେଷ ଦିବସ ହେଲା ପରବେଶ ଅବଳା ନିଦ୍ରା ତେଜି ଉଠି କେଶତା ପାଦ ଯାଏ ଲୁଟି ସର୍ବାଙ୍ଗେ ଅଳଙ୍କାର ମାନ ମନ୍ଦିରେ ପୁରୀ ଅଛି ଧନ ଦେଖିତା ଚମ୍ବିତ ନାରୀ ସ୍ୱାମୀର ଭୁଜ ତୁଳି ଧରି ବଇଲେ ବେଗେ ଶୁଣ ନାଥ କେଣିକି ଗଲେ ସେ ଅତିଥ ମନ୍ଦିର ଦେଖ ସତ୍ୱର ସେ ନୁହେଁ ମନୁଷ୍ୟ ଶରୀର ତା ଶୁଣି ଦାସେ ବେଗେ ଉଠି ନିଜ ଗୃହକୁ ଦେଲେ ଦୃଷ୍ଟି ନାନାଦି ଧନ ଅଛି ପୁରୀ ପତ୍ନୀ ତା ସ୍ୱର୍ଗ ଅପସରି ଅଙ୍ଗେ ପୂରିଛି ଅଳଙ୍କାର କେଶ ହିଁ ଲୁଟୁଛି ବୟର ତା ଦେଖି ବିଚାରଇ ମନ ନିଶ୍ଚୟ ସେ ପ୍ରଭୁ ଭଗବାନ ଆନର ବଳେ କିଏ ମାନ ଘରେ
ପୁରିଛି ଏତେ ଧନ ରାତ୍ରକ ମଧ୍ୟକେ ସଭାର କଅଁଳି ଦିଶୁଛି ସୁନ୍ଦର ମନୁଷ୍ୟ ପ୍ରାୟ ତାଙ୍କୁ ମଣି ସେବା ଯେ କଲୁ ବେନି ପ୍ରାଣୀ ବ୍ରହ୍ମା ଇନ୍ଦ୍ରାଦି ସୁରାସୁର ସ୍ତୁତି କରନ୍ତି ଯାପୟର କମଳା ଯାର ପରିଚାର ମୁଛାର କେତେକ ମାତର ଭୂପ୍ରଭୁ କରୁଣା ସାଗର ମୋ ଅପରାଧ କ୍ଷମା କର ଭୃତ୍ୟ ହଇଲେ ଅପରାଧୀ ତୁ ନାଥ କରୁଣା ବାରିଧି ତୁମ୍ଭେ ଯେ ବ୍ରହ୍ମାଣ୍ଡ ଠାକୁର ଜୀବଙ୍କ ହୃଦୟରେ ବିହର ଏଣୁ ଅପରାଧ ମୋର ଯେତେ ପ୍ରଭୁ ନ ଘେନ କଦାଚିତେ ହେମନ୍ତ ବୋଲି ସ୍ତୁତି ଭଣି ଆନନ୍ଦ ପୁରୁଷ ତରୁଣୀ ଆନନ୍ଦେ ଶ୍ରୀହରି ଭଜନ ସାଧୁଙ୍କ ସଙ୍ଗ ପ୍ରତିଦିନ ସକଳ ଜୀବେ ଦୟା ଚିତ୍ତ ଦାସ ପ୍ରସଙ୍ଗେ ନିତ୍ୟ ରତ ଯୋଗୀ ବୈଷ୍ଣବ ସାଧୁ ଜନ ସେବାରେ ଖଟାଇଲେ ଦିନ ନୋହିଲା ଯମ ଅଧିକାର କାଳେ ବସିଲେ ସ୍ୱର୍ଗପୁର ପ୍ରଭୁଙ୍କ ଦାସ ଦାସୀ ହେଲେ ମନକୁ ଚୈତନ୍ୟ କହିଲେ ସେ ଦାଢ୍ୟ ଭକ୍ତିର ସବାଣୀ ଯେ ପ୍ରାଣୀ କର୍ଣ୍ଣ ପଥେ ଶୁଣି ସକଳ ପାପୁ ହେବ ପାର ନ ଯିବ ଯମରାଜପୁର ଅପୁତ୍ରୀ ଜନେ ପୁତ୍ର ଦାନ ଅନ୍ଧ ଲଭିବେ ଚକ୍ଷୁ ପୁଣ ସଂସାରେ ଭୟ ମାନ ଯେତେ ଯେ ଗ୍ରହ ପୀଡ଼ାଦି ସହିତେ ଲାଗିବ ନାହିଁ କଦାଚିତେ ଶୁଣି ଶରଧା ଯେବେ ଚିତେ କହଇ ଦ୍ୱିଜ ରାମ ଦାସ କେବଳ ମୂଳଟି ବିଶ୍ୱାସ ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଦାମୋଦର ଦାସ ପତି ପତ୍ନୀ ମୁଖ୍ୟଣେ ନାମ ପଞ୍ଚମ ଅଧ୍ୟାୟ।